ସେଇଟା କହିହେବନି, ଭାଷାରେ କହିହେବନି। ବହୁତ କଷ୍ଟ, ମୁଁ ନିଜକୁ କ୍ଷମା କରିପାରିବିନି। ସରକାର ପାଖକୁ ଯାଇଥିଲେ ସରକାର ଦେଖା କରିଥିଲେ? ନାଇଁ ନାଇଁ, ପ୍ରଥମ ଚେଷ୍ଟା କରୁଛି। ଆମର ଭଦ୍ରକ ଜିଲ୍ଲାଟା ଭଦ୍ରକ, ଆଉ ଆମର ବ୍ଲକଟା ହେଲା ବାସୁଦେବପୁର, ଥାନା ନାଇକାଣ୍ଡି, ଗ୍ରାମ ହେଉଛି ମଲ୍ଲିକାଦେବୀ, ଶାସନ ହେଲା କି। ଆଉ ମୋର 21 ବର୍ଷର ପୁଅ। ଫାଷ୍ଟ ଟାଇମ୍ ତାକୁ ଦଣ୍ଡିଛି ଆରମ୍ଭ ହେଲା, ଆଖି ହଳଦିଆ ଦେଖାଗଲା, ପରିସ୍ରା ହଳଦିଆ ହେଲା। ମୁଁ ଜାଣିପାରିଲି, ଜାଣିକି ଆଣି ମେଡ଼ିକାଲ ନେଇକି ଆସିଲି। ନେଇକି ଆସିଲା ପରେ ତାପରେ ମେଡ଼ିସିନ ଖାଇଲା, 6-7 ଦିନ ପରେ ତାକୁ ଭଲ ଲାଗିଲାନି, ତାପରେ ବାଉଳି ଚାଉଳି ହେଲା। ତାକୁ ନେଇ ଆସିଲି ଏଠିକି ଆମର କଟକରେ 2 ଦିନ ରଖିଲା ପରେ ତାପରେ ଏମ୍ସକୁ ନେଇ ଆସିଲି। ନେଇ ଆସିଲା ପରେ ଡକ୍ଟରମାନେ ଟ୍ରିଟମେଣ୍ଟ କରୁଛନ୍ତି। ଆଉ କଲା ପରେ ସେମାନେ କହୁଛନ୍ତି ତା ଲିଭରଟା ଫେଲ୍ ହେଇଯାଇଛି, ହେଲା କି। ତାପରେ ସେମାନେ କହୁଛନ୍ତି ଅଧିକ ପଇସା ଲାଗିବ, ଯେହେତୁ ଲିଭରଟା ପୁଣି ଲାଗିବ, ସେମାନେ ଦେଉଛନ୍ତି ଯେ ଲାଗିପାରେ, ହେଲା କି। ସେଥିପାଇଁ ଏତେ ପଇସା ଆମେ ଯୋଗାଡ଼ କରି, ସେମିତି ଆର୍ଥିକ ପରିସ୍ଥିତି ବି ଆମର ଭଲ ନୁହେଁ। ବାପା ଘରେ ଚାଷବାସ କରନ୍ତି। ଆଉ ପୁଅ BCA କରୁଥିଲା, ଏବେ କ'ଣ କରିଥାନ୍ତା ଆଉ। ଏଇ ଯୋଉ ହସ୍ପିଟାଲରେ ଏବେ ବନ୍ଧ ପୁଅ ଅଛି, ବର୍ତ୍ତମାନ ସୁଦ୍ଧା କେତେ ପଇସା ଖର୍ଚ୍ଚ ହେଲାଣି ଆପଣଙ୍କର? ବର୍ତ୍ତମାନ 4 ପର୍ଯ୍ୟନ୍ତ ଧରିଗଲାଣି। ଆହୁରି କେତେ ଖର୍ଚ୍ଚ ଅକଳନ କହିହେବନି, ହେଲା କି। ଆମେ ତ ଯାହା ଯେମିତି ଯୋଗାଡ଼ ଯନ୍ତ୍ର କରିକି କରୁଛୁ। ଆଉ ଆପଣ ଏବେ ଚାହୁଁଛି ଏଇଆ ଯେ ମାନେ କୌଣସି ସଂସ୍ଥା କିମ୍ବା ସରକାରୀ ବେସରକାରୀ, ଆଉ ମାନେ ଯେଉଁମାନେ ଆମର ପିଲାମାନେ ଅଛନ୍ତି ଆମର, ସେଇମାନେ କିଛି ସାହାଯ୍ୟ କଲେ ଆଗକୁ ଯେଉଁ ଅର୍ଥ ଲାଗିବ, ମୋତେ କିଛି ଟିକେ ସାହାଯ୍ୟ କଲା ଭଳିଆ ଲାଗିବ। ଆଉ ଆଜ୍ଞା, କହିବ ଟିକେ ଇମୋସନାଲ